এই ପାଞ୍ଚଟି ଲୋକମାନଙ୍କ ଠାରୁ ଆପଣ କେବେ ବି ଅଭିଶାପ ନେବେନି। ଆଉ ସେମାନଙ୍କ ମଧ୍ୟରେ ପ୍ରଥମ ହେଉଛନ୍ତି ଭଗବାନଙ୍କର ଭକ୍ତ। ଆମ ଶାସ୍ତ୍ର ଅନୁସାରେ ଭଗବାନ ନିଜେ କଷ୍ଟ ସହିପାରିବେ, କିନ୍ତୁ ନିଜ ଭକ୍ତର କଷ୍ଟକୁ ସେ କେବେ ହେଲେ ବି ବରଦାସ୍ତ କରିବେନି। ଆଉ ଯଦି କୌଣସି ବ୍ୟକ୍ତି ଜଣେ ଭଗବାନଙ୍କର ପରମ ଭକ୍ତଙ୍କୁ ହଇରାଣ କରନ୍ତି, ତେବେ ସେଇ ଭକ୍ତର ଅଭିଶାପ ତାଙ୍କ ଉପରେ ବଜ୍ର ଭଳି କାମ କରେ। ଦୁଇରେ, ଆମ ହିନ୍ଦୁ ଧର୍ମ ଅନୁସାରେ ଜଣେ ପ୍ରତିବ୍ରତା ନାରୀ ପାଖରେ ବହୁତ ଅଧିକ ଆଧ୍ୟାତ୍ମିକ ଶକ୍ତି ଥାଏ, ଯୋଉଥିପାଇଁ ତାଙ୍କ ଦ୍ୱାରା ଦିଆଯାଇଥିବା ଅଭିଶାପ ମଧ୍ୟ କେବେ ବିଫଳ ଯିବନି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବୃନ୍ଦା। ତିନିରେ, କୁହାଯାଏ ଦୁର୍ବଳ ଆଖିର ଲୁହ ଗୋଟେ ଲୁହାକୁ ବି ତରଳେଇ ଦେଇପାରେ। ତେଣୁ କୌଣସି ଅସହାୟ, ଗରିବ ଏବଂ ଦୁଃଖୀ ଲୋକଙ୍କ ମନରେ ଆପଣ କେବେ ହେଲେ ବି ଦୁଃଖ ଦେବେନି। ଚାରିରେ, ବାପା ମା, କୁହାଯାଏ କି ବାପା ମାଙ୍କର ଆଶୀର୍ବାଦ ପିଲାକୁ ଯେତେ ଉପରକୁ ନେଇପାରେ, ତାଙ୍କ ଅଭିଶାପ ମଧ୍ୟ ସେତିକି ତଳକୁ ଖସେଇ ଦେଇପାରେ। ଏମିତିରେ ତ ବାପା ମା ତାଙ୍କ ସନ୍ତାନଙ୍କୁ ଅଭିଶାପ ଦିଅନ୍ତିନି, କିନ୍ତୁ ତାଙ୍କ ମନରେ ଏତେ ବି କଷ୍ଟ ଦେବେନି କି ସେ ଅଭିଶାପ ଦେବାକୁ ବାଧ୍ୟ ହୋଇଯିବେ। ଆଉ ଯଦି ଆପଣ ସେ ଅଭିଶାପ ଥରେ ପାଇଗଲେ, ତେବେ ଆପଣଙ୍କ ଜୀବନ ନଷ୍ଟ। ଏବଂ ଶେଷରେ ତପସ୍ୱୀ ବ୍ରାହ୍ମଣ ଏବଂ ମୁନି ଋଷି, ଏମାନଙ୍କ ପାଖରେ ଏତେ ଜ୍ଞାନ ଏବଂ ଶକ୍ତି ଥାଏ କି ୟାଙ୍କର ଗୋଟିଏ ମାତ୍ର ଅଭିଶାପରେ ଆପଣଙ୍କର ସବୁ କିଛି ନଷ୍ଟ ହୋଇଯାଇପାରେ। ତେଣୁ ନୂଆ ବର୍ଷ ଆସିବା ପୂର୍ବରୁ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ ଏବଂ ନିଜ ସହିତ ନିଜ ପରିବାରର ମଙ୍ଗଳ କରନ୍ତୁ।